ପଛରେ ଧକ୍କା ଦେଲା ଟ୍ରଲର। ଅଳ୍ପକେ ବର୍ତ୍ତିଗଲେ ଟ୍ରଲର ଚାଳକ। ଅନୁଗୁଳ ଜିଲ୍ଲା ବରପାଳ ଥାନା ନିକଟ ନୂଆହତା ଦେଇ ଯାଇଥିବା 55 ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ପଛରେ ଧକ୍କା ଦେଲା ଟ୍ରଲର। ଚାଳକଙ୍କ ସୂଚନା ମୁତାବକ ଅନୁଗୁଳ ଜିନ୍ଦଲ କାରଖାନାରୁ ଲୁହା ଖମ୍ବ ଲୋଡ୍ କରି କଟକ ଅଭିମୁଖେ ଯାଉଥିଲେ। ନୂଆହତା ନବନିର୍ମିତ ଓଭରବ୍ରିଜ୍ ନିକଟରେ ଟ୍ରଲର ନମ୍ବର NL01L0879 ଚାଳକଙ୍କ ଗାଡ଼ି ଚଳାଇଲା ବେଳେ ନିଦ ହୋଇଯିବାରୁ ସମ୍ମୁଖରେ ଯାଉଥିବା ଏକ ଟ୍ରକ୍ର ପଛରେ ଧକ୍କା ଲାଗିଥିଲା। ସମ୍ମୁଖରେ ଯାଉଥିବା ଟ୍ରକ୍ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଧକ୍କାକୁ ନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚାଳକର ବେପରୁଆ ଚାଳନା ଲାଗି ଏଠାରେ ବାରମ୍ବାର ଦୁର୍ଘଟଣା ସୃଷ୍ଟି ହୋଇ ଲୋକଙ୍କ ଜୀବନହାନିର ବ୍ଲାକ୍ ସ୍ପଟ୍ ପାଲଟି ଚାଲିଛି। ତେବେ ରାତ୍ରି ହୋଇଯାଇଥିବାରୁ ଜାତୀୟ ରାଜପଥରେ ଟ୍ରଲରଟି ଠିଆ ହୋଇ ରହିଛି, ଯାହାଦ୍ୱାରା ଉଭୟ ପାଖରେ ଯାନବାହନ ଯାତାୟାତରେ ବାଧା ସୃଷ୍ଟି ହୋଇଛି।